ହ୍ୟାଲୋ ସାଙ୍ଗମାନେ ସମସ୍ତଙ୍କୁ ନମସ୍କାର ଗୁଡ୍ ମର୍ଣ୍ଣିଂ ସ୍ୱାଗତ ଜଣାଉଛି ମୁଁ ମୋ ଚ୍ୟାନେଲରେ। ତ ଚାଲନ୍ତୁ ଜାଣିବା ଆଜିର ଗୋଟେ ବଡ ଅପଡେଟଟି ହଉଛି କାଳିଆ ଯୋଜନାକୁ ନେଇ ଆସିଥିଲା ଗୋଟେ ବଡ ଅପଡେଟ। ରାଜ୍ୟରେ ବନ୍ଦ ହୋଇଯିବ କି ଏହି ଲାଭଦାୟକ ଯୋଜନା? ରାଜ୍ୟରେ ଭାଜପା ସରକାର ଆସିବା ପରେ ବିଭିନ୍ନ ଲାଭଦାୟକ ଯୋଜନାକୁ ଲାଗୁ ନେବା ଚର୍ଚ୍ଚା ଲାଗି ରହିଛି। ଏହି କ୍ରମରେ ପୂର୍ବ ସରକାରଙ୍କ ସମୟରୁ ଚାଲି ଆସିଥିବା କିଛି ଯୋଜନା ଓ ପଦକ୍ଷେପ ଉପରେ ପୂର୍ଣ୍ଣଚ୍ଛେଦ ପଡିଛି। ନିକଟରେ 5ଟି ଓ ମୋ ସରକାରରୁ ହଟାଇ ଦିଆଯାଇଥିବା ବେଳେ ଏବେ କାଳିଆ ଯୋଜନାକୁ ନେଇ ବଡ ଖବର ଆସିଛି। ରାଜ୍ୟରେ କାଳିଆ ଯୋଜନାକୁ ନେଇ ଚର୍ଚ୍ଚା। ଏହି ଯୋଜନା ଜାରି ରହିବ କିନ୍ତୁ ନା ବଦଳିବ ବୋଲି ଆଲୋଚନା ହେଉଛି। ନୂଆ ସରକାର ମହିଳାଙ୍କ ପାଇଁ ଉଲ୍ଲେଖନୀୟ ପରିବର୍ତ୍ତନ କରିବା ନେଇ ପ୍ରସ୍ତୁତ ହେଉଛନ୍ତି। କାଳିଆ ଯୋଜନାକୁ ନେଇ ବଢିଲା ଦ୍ୱନ୍ଦ୍ୱ। ଯୋଜନା ବନ୍ଦ ହେବ ନା ଜାରି ରହିବ, ଏହାର ପରିମାଣ ବୃଦ୍ଧି ହେବ, ଏନେଇ ନିଷ୍ପତ୍ତି ନେବେ ସରକାର। ନୂଆ ସରକାର ଆସିବା ପରେ କାଳିଆ ଯୋଜନାର ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ। ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନାର ପ୍ରଦାନ କରାଯାଉଥିବା ସହାୟତା ରାଶି ଏବଂ ଅନ୍ୟାନ୍ୟ ସୁବିଧା ଆଗାମୀ ଦିନରେ ଜାରି ରହିବ ନା ବନ୍ଦ ହୋଇଯିବ? ଯଦି ଜାରି ରହିବ ତେବେ କେବେ ଏହାର ପରିମାଣ ବୃଦ୍ଧି ପାଇବା ନେଇ ସରକାର କିଛି ନିଷ୍ପତ୍ତି ନେଇଛନ୍ତି କି? ଏନେଇ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ବିଧାନସଭାରେ ପ୍ରଶ୍ନ କରିଥିଲେ। ଏହାର ଜବାବରେ ଉପମୁଖ୍ୟମନ୍ତ୍ରୀ କୃଷି ତଥା କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେବ କହିଛନ୍ତି, ରାଜ୍ୟରେ କାଳିଆ ଯୋଜନା ସମ୍ପର୍କରେ ଉଚ୍ଚସ୍ତରରେ ଆଲୋଚନା ଓ ବିଚାର ଚାଲିଛି। ଏହାର ନିଷ୍ପତ୍ତି ହେଲା ପରେ ସମସ୍ତ ତଥ୍ୟ ଜଣାଇ ଦିଆଯିବ। ଅନ୍ୟପଟେ ରାଜ୍ୟରେ କ୍ୱିଣ୍ଟାଲ ଧାନ ପିଛା କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ 2300 ଟଙ୍କା ପ୍ରଦାନ କରିବା ନେଇ ସ୍ଥିର କରିଛନ୍ତି। ନିର୍ବାଚନୀ ଇସ୍ତାହାରରେ ଏହି ମୂଲ୍ୟ 3100 କରିବେ ବୋଲି ମୋହନ ସରକାର ପ୍ରତିଶ୍ରୁତି ଦେଇଥିଲେ। ତେଣୁ ଅବଶିଷ୍ଟ 800 ଟଙ୍କା ପାଇଁ ରାଜ୍ୟ ସରକାର ବଜେଟରେ ବ୍ୟବସ୍ଥା କରିବେ ବୋଲି କହିଛନ୍ତି। ଆଉ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ। ଧନ୍ୟବାଦ ଭିଡିଓଟିକୁ ପୁରା ଦେଖିଥିବାରୁ। ଭିଡିଓଟି ଯଦି ଭଲ ଲାଗିଛି ତାହେଲେ ଗୋଟେ ଲାଇକ୍ ନିଶ୍ଚୟ କରିବେ, ଅନ୍ୟମାନଙ୍କ ପାଖକୁ ସେୟାର କରି ଜଣେଇଦେବେ, ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚୟ ପ୍ରେସ୍ କରିଦେବେ। ଆଉ ଯଦି ଆପଣ ମୋର ଚ୍ୟାନେଲରେ ନୂଆ ଅଟନ୍ତି ତାହେଲେ ନିଶ୍ଚୟ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ। କମେଣ୍ଟ ମାଧ୍ୟମରେ ନିଶ୍ଚୟ ମତାମତ ଆପଣମାନେ ନିଶ୍ଚୟ ସେୟାର କରିବେ। ପୁଣି ଦେଖା ହବ ଆପଣମାନଙ୍କ ସହିତ ଆଉ ଗୋଟେ ଏମିତି ଭିଡିଓରେ। ସେତେବେଳେ ପର୍ଯ୍ୟନ୍ତ ମୁଁ ରହିଛି। ଜୟ ହିନ୍ଦ, ଜୟ ଭାରତ, ବନ୍ଦେ ମାତରମ୍, ଜୟ ଜଗନ୍ନାଥ।